ଗତ ଶୁକ୍ରବାର ପୌର ପରିଷଦ ଉପାଧ୍ୟକ୍ଷ ଏଇ ଜାଗାରେ ଧାରଣାରେ ବସିଥିଲେ। ତାଙ୍କର ବିଭିନ୍ନ ଦାବି ଥିଲା। ଆମେ ବର୍ତ୍ତମାନ ଉପାଧ୍ୟକ୍ଷ ଆଉ ଅଧ୍ୟକ୍ଷ ଦି ଜଣଙ୍କ ମତ ରଖିଲା ପରେ ଇଏ ହଉଛନ୍ତି ପୂର୍ବତନ କାଉନସିଲର, ବର୍ତ୍ତମାନ ସେ ୱାର୍ଡର ତାଙ୍କ ଧର୍ମପତ୍ନୀ ବି କାଉନସିଲର ଅଛନ୍ତି, ଇଏ ବର୍ତ୍ତମାନ କାଉନସିଲର। ଆପଣ ସେ ଯୋଉ ଅଭିଯୋଗ ଆଣୁଛନ୍ତି କିଛି କାଉନସିଲର ଆଉ ଉପାଧ୍ୟକ୍ଷ ଯୋଉ ଆଣୁଥିଲେ ଯେ ସେ ଗୋଟେ ମିଟିଂ ରେ କାଉନସିଲର ମାନେ ବସିଲେ, ଅଧ୍ୟକ୍ଷ ବସିଲେ, ଉପାଧ୍ୟକ୍ଷ ନଥିଲେ, ସେ ସମ୍ପର୍କ ବିସ୍ତୃତ ଭାବରେ କଣ କହିବେ? ସାଧାରଣ ଜନତା ଆକୁ ବୁଝିବେ ଆଉ ସଠିକ ଢଙ୍ଗରେ ଗ୍ରହଣ କରିବେ। ପୂର୍ବତନ କାଉନସିଲର ରିପ୍ରେଜେଣ୍ଟେଟିଭ ନୀଳିମା ସ୍ୱାଇଁ, ଏ ଯୋଉ ବିଷୟରେ ଶୁକ୍ରବାର ଦିନ ଆପଣ ପଚାରୁଛନ୍ତି, ଶୁକ୍ରବାର ଦିନ କୌଣସି ତଥ୍ୟ ନଥାଇ କୌଣସି କାଉନସିଲରକୁ ନ ଜଣେଇ କିଛି ନିଃସ୍ୱାର୍ଥ ବ୍ୟକ୍ତି ଭାଇସ୍ ଚେୟାରମ୍ୟାନଙ୍କୁ ମତେଇ ବସେଇବା ପାଇଁ କାର୍ଯ୍ୟକ୍ରମ କରିଥିଲେ। ସେଇଟା ଆମେ ପ୍ରୁଫ ସହିତ ଆମେ ଜାଣିସାରିଛୁ। ଆଉ ଯୋଉଠି ବସିଥିଲେ ସେଠୁ କରାଗଲା, ସେଇଟା ପଡିନି। ଆମକୁ ଯୋଉ ପଚାରୁଛ ସବକଲେକ୍ଟର ଯୋଉ ଆସିଥିଲେ କାହିଁକି କାଉନସିଲର ମାନଙ୍କୁ ଡକାଯାଇନି, ଆପଣ ମାନେ କେମିତି ବସିଲେ? ନା କାଉନସିଲର ନୁହଁ, ଉପାଧ୍ୟକ୍ଷ ଜାଣିନାହାନ୍ତି। ଆଉ ଉପାଧ୍ୟକ୍ଷ ଆଣୁଛନ୍ତି, କାଉନସିଲର ମାନେ ଉପାଧ୍ୟକ୍ଷ ଅଭିଯୋଗ ଆଣୁଛନ୍ତି ଯେ କାଉନସିଲର ଥିଲେ। ବର୍ତ୍ତମାନ ସେ ତାଙ୍କ ଭିତରେ ଯୋଉ ଅଭିଯୋଗ ଅଧ୍ୟକ୍ଷ ଉପାଧ୍ୟକ୍ଷ ସମାଧାନ ହେଇଯାଇଛି, ସେ ମତ ବି ଦେଇଛନ୍ତି। କିନ୍ତୁ ସେ ଗୋଟେ ଗୁରୁତର ଅଭିଯୋଗ ଆଣିଥିଲେ। ସେ ସବ କଲେକ୍ଟର ମିଟିଂ ରେ ମୁଁ ଉପାଧ୍ୟକ୍ଷ ଅଛି, ମତେ ସେ ମିଟିଂ ରେ ଡକାଇନି, ଅଥଚ କାଉନସିଲରଙ୍କ ସ୍ୱାମୀ ମାନେ ସେଠି ଉପସ୍ଥିତ ଅଛନ୍ତି, ଅଧ୍ୟକ୍ଷ ବି ଉପାଧ୍ୟକ୍ଷ। ଆମର ଯୋଉ ଆରଏମସି ରେ ପାର୍କକୁ ଯୋଉ ରାସ୍ତା ଯାଇଛି ସେଇ ବିଷୟରେ କିଛି ଲୋକ ଆସିଥିଲେ ମୋ ୱାର୍ଡରୁ ଏବଂ ମୁଁ ଥିଲି। ତେଣୁ ସବକଲେକ୍ଟରକୁ ସେ ଦାବି ପତ୍ର ଆମେ ଦେଇଥିଲୁ, ତାର କଣ ହେଲା ଉତ୍ତର ରଖିବା ମାନେ ଜାଣିବା ପାଇଁ ସବକଲେକ୍ଟରକୁ ଆସିଥିଲୁ। ଏବଂ ଦୋକାନ ଘର ଯୋଉ 588 ହେଇଛି ତାର ବିଷୟରେ ବି ପଚାରିବାକୁ ଆସିଥିଲୁ ଯେ ଆଜ୍ଞା ଦୋକାନ କେମିତି କେବେ ଆରମ୍ଭ ହବ, କଣ ହବ। କିନ୍ତୁ ସେଥିରେ ଆମେ ସେ ଲିଷ୍ଟ କୁ ଦେଖିଲା ଭିତରେ କୁନା ପଣ୍ଡା ପରେ ସେ ଲିଷ୍ଟଟା ଅଛି, କୁନା ପଣ୍ଡା ଦେଖିଲା ପରେ ଆମେ ସବୁ ଦେଖିଲା ପରେ କିଛି ଲୋକଙ୍କର ଭାଇ ବନ୍ଧୁ କୁଟୁମ୍ବ ଶଳା ପ୍ରୀତି ମାନେ ଭଣଜା ମାମୁଁ ଏମିତି ହେଇକି 25ଟା ନାଁ ଅଛି। ଗୋଟେ ପରିବାରରୁ 25ଟା ନାଁ ଅଛି। ସେମାନଙ୍କର ଦୋକାନ ଘର ଥିଲା ତ, ସେଥିପାଇଁ ଆମେ ସବକଲେକ୍ଟରଙ୍କୁ କହିବାକୁ ଆସିଥିଲୁ। ଏବଂ ସବକଲେକ୍ଟର ଯେହେତୁ ଆମେ ସେ ଭିତରକୁ ଗଲୁ, ସବକଲେକ୍ଟର କହିଲେ ବସନ୍ତୁ। ସେଠି ପରିବା ଦୋକାନୀ ଥିଲେ, ଆମେ ଥିଲୁ, କିଛି କାଉନସିଲର ଥିଲେ, ଚେୟାରମ୍ୟାନ ଥିଲେ। ଆମର କୌଣସି ଉଦ୍ଦେଶ୍ୟ ନଥିଲା ଯେ ଆମେ କାଉନସିଲ ମିଟିଂ ରେ, ଆଜି ପର୍ଯ୍ୟନ୍ତ ଏତେ କାଉନସିଲ ମିଟିଂ ହେଲାଣି ଆମେ କୋଉଦିନ ବସିନୁ କି ଆମର ଫଟୋ କେହି ଦେଖିନଥିବେ। ତେଣୁ କିଛି ନିଃସ୍ୱାର୍ଥ ବ୍ୟକ୍ତି ଝଗଡା ଲଗେଇବା ପାଇଁ ଚେୟାରମ୍ୟାନ ଭାଇସ୍ ଚେୟାରମ୍ୟାନ ତାଙ୍କୁ ବି କୁହାଯାଇଛି ଯେ ତମେ ଏଇ କଥା କହିଲେ ବଦନାମ ହବ କାଉନସିଲ ଏବଂ ବିଭୂତି ବଳବନ୍ତରାୟ, ଏଇ ଦି ଜଣ ଯାକ ବଦନାମ ହେବେ ଆଉ କାଉନସିଲ ବଦନାମ ହବ। ଗୋଟେ ଆମକୁ ଗୋଟେ ସଙ୍ଗୀନ କଥା କହିଲେ ଯେ ଇଏ ଷଡଯନ୍ତ୍ର ରଚା ହେଇଥିଲା ଯେ ସ୍ଥାନୀୟ ବିଧାୟକଙ୍କ ପାଇଁ। ସେ ପର କଥା, ଆପଣ କୁହନ୍ତୁ ତାଙ୍କର ଯୋଉ ଦାବି ସବୁ ଥିଲା ଯେ ଚେୟାରମ୍ୟାନ ପଛୁଆର ନାହାନ୍ତି, ସେ ତ ସମାଧାନ ହେଇଛି, ସେ ସମ୍ପର୍କ କଣ? ସେମାନଙ୍କ ଭିତରେ ସଦାବେଳେ ମାନେ ତାଙ୍କ ଭିତରେ ଭାଇସ୍ ଚେୟାରମ୍ୟାନ ଆଉ ଚେୟାରମ୍ୟାନ ଗୋଟେ କଏନର ଦୁଇ ପାର୍ଶ୍ୱ। ଚେୟାରମ୍ୟାନ ନଥିଲେ ଭାଇସ୍ ଚେୟାରମ୍ୟାନ କାମ କରିବେ, ଭାଇସ୍ ଚେୟାରମ୍ୟାନ ନଥିଲେ ଚେୟାରମ୍ୟାନ କାମ କରିବେ। ଆମେ ବି ଚେୟାରମ୍ୟାନ ପାଖକୁ ଯାଇକି ଦସ୍ତଖତ ନେଇକି ଆସୁଛୁ। ଯେତେବେଳେ ସିଲ୍ ଫିଲ୍ ମରା ହଉଛି, ଆଧାର କାର୍ଡ ହଉ କୌଣସି ଜିନିଷ, ଚେୟାରମ୍ୟାନ ନାହାନ୍ତି, ଭାଇସ୍ ଚେୟାରମ୍ୟାନ ଦସ୍ତଖତ କରୁଛନ୍ତି। ଆମେ ତ କାହାକୁ ଇଏ କରୁନୁ। ସେ ଆପଣ ଜଣେ ସ୍ଥାନୀୟ କାଉନସିଲର, ଆପଣ ଏଇ ବାବଦରେ ମତ କଣ ଦେବେ? ଆପଣ ବି ସେଦିନ ଉପସ୍ଥିତ ଥିଲେ ଯୋଉ ସବ କଲେକ୍ଟର ଆସିଥିଲେ। ସବ କଲେକ୍ଟର ଯୋଉ ଆସିଥିଲେ, ଆମର ସେ ଯୋଉ ପିଡବ୍ଲ୍ୟୁଡି ରୋଡ ହେଇଛି ତା ଉପରେ କିଛି କମ୍ପ୍ଲେନ ଥିଲା, କିଛି ଲୋକଙ୍କର କମ୍ପ୍ଲେନ ଥିଲା। ତ ସେଗୁଡାକର ସମାଧାନ ପାଇଁ ସବ କଲେକ୍ଟରଙ୍କ ପାଖକୁ ଆସିଥିଲୁ। ଆମେ ଖବର ପାଇଲୁ ସେ ଆସୁଛନ୍ତି, ସେଥିପାଇଁ ଆସିଲୁ। ସେ ଆମକୁ ବସେଇଲେ, କହିଲେ କଣ କଣ ଅଛି ଅଭିଯୋଗ, ସେଗୁଡା ସବୁ ଲେଖାଲେଖି କରିକି ରଖିଲେ। ଆମର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଆମର ପିଡବ୍ଲ୍ୟୁଡି ଇଞ୍ଜିନିୟର, ତାଙ୍କୁ ବି ଡକେଇଥିଲେ। ଏସବୁ ଡାକି ତାର ସମାଧାନ କଲେ। ସେମିତି କିଛି ମାନେ ଆମକୁ କିଛି ଲେଟର ଆସିନି ଯେ ତମେ ଆସ ମିଟିଂ ରେ ଆଟେଣ୍ଡ କର। ଆମେ କମ୍ପ୍ଲେନ ଦବା ପାଇଁ ଆସିଲୁ। ଆସିଲା ପରେ କଲେକ୍ଟର ବି ସେ ଜାଣିଲେ। ଭାଇସ୍ ଚେୟାରମ୍ୟାନ ଯୋଉ କହିଲେ ମତେ ଡକେଇଲେନି। ଦେଖନ୍ତୁ ଏଇଥିରେ ଏଇନା ମୁଁ ଆପଣଙ୍କୁ କଣ କହିଲି, ମତେ କଣ ଡକାଯାଇଛି? ମୁଁ ମୋର କମ୍ପ୍ଲେନ ଲୋକଙ୍କର ନେଇକି ଆସିଥିଲି, ବୁଝିପାରିଲେ? ମୋର କମ୍ପ୍ଲେନଟା ମୁଁ ନେଇକି ଆସିଥିଲି। ତାପରେ ଦେଖିଲି ମିଟିଂ ହଉଛି, ସିମ୍ପଲ କମ୍ପ୍ଲେନ ଦେବା ପାଇଁ ଆସିଲୁ। ସେ କହିଲେ ଏଇଠି ମିଶିକି ଆମର ମାର୍କେଟର ଯୋଉ ମାର୍କେଟଟା ଅଛି, ପରିବା ମାର୍କେଟ, ସେମାନଙ୍କ ବି ତାଙ୍କର ଗ୍ରିଭାନ୍ସ ନେଇକି ଆସିଲେ। ସବୁ କରାହେଲା। ଏଗୁଡାକ ସେମିତି କିଛି ଭିତ୍ତି ନୁହଁ। ସେଗୁଡା ସବୁ କହୁଛନ୍ତି ଯେ ଆଜି ଦେଖିଲା ବେଳକୁ କେମିତି ମିଶିଲେ। ସେଇ ଜିନିଷ ମନ ମାଳିନ ଟିକେ ଏପଟ ସେପଟ ରହିବ, ପୁଣି ହତ ଚାଲିବ। ଏଇଭଳିଆ ସଂସ୍ଥା ଚାଲେ। କିନ୍ତୁ ବଢିଆ ଆମକୁ ସୂଚନା ଦେଲେ ଇଏ ମାନେ ଚେୟାରମ୍ୟାନ ଭାଇସ୍ ଚେୟାରମ୍ୟାନ ମାନେ ତାଙ୍କ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ଯେହେତୁ ଲୋକଙ୍କ ସେବା ପାଇଁ କାହା ମନ ଭିତରେ ମତାନ୍ତର ଥାଇପାରେ, ମନାନ୍ତର କିନ୍ତୁ ନାହିଁ। ମନାନ୍ତର ମନ ଏକ ବୋଲି ସିଏ ବି ଇଏ କାଉନସିଲର ଆଉ ପୂର୍ବତନ କାଉନସିଲର ବି ମତାମତ ଦେଲେ। ଆଉ ଜଣେ ଆମ ସହିତ ଅଛନ୍ତି ଲଗାତାର ଭାବେ କାଉନସିଲ କି ନିର୍ବାଚିତ ହେଇକି ଆସିଥିବା, ସିଏ ହେଲେ ଜଟାଧରୀ ପ୍ରଧାନ। ସିଏ ଏଇ ଯୋଉ
ତୁତୁ ମେ ଚାଲିଛି ଅଧ୍ୟକ୍ଷ ଉପାଧ୍ୟକ୍ଷ ଭିତରେ ସେ ତ ସମାଧାନ ହେଇଯାଇଛି ଆମେ ତା ମତାମତ ନେଇଛୁ କିନ୍ତୁ ଆପଣ ଏଇ ସମ୍ପର୍କରେ ମାନେ ମତ କଣ ଦେବେ? ସେମିତି କିଛି ଆଖି ଦୃଶ୍ୟା ଜଣା ପଡୁନି, କାରଣ ସେମିତି କିଛି କିଛି ରହିବ। କାହା ମନରେ କଣଟା ଥିବ, କଣ କାମ ରହିଯାଇଥିବ, ଯଦି ଚେୟାରମ୍ୟାନ ଉପରେ କିଛି ଅଭିମାନ ଥିବ ସେ କରିଦେଇଥିବେ। ତା 2 ଘଣ୍ଟା ପରେ ମୁଁ ଦେଖିଲି ଭିଜୁଆଲରେ, ମୁଁ ତ ନଥିଲି ଉପସ୍ଥିତ, 2 ଘଣ୍ଟା ପରେ ଦେଖିଲି ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏମଏଲଏ, ଆମର ୱାର୍ଡ କାଉନସିଲର 12 ନମ୍ବର ଛିଡା ହେଇକି ଗୋଟେ ରାସ୍ତାର ଉଦ୍ଘାଟନ ବି କରିଛନ୍ତି। ସେମିତି କିଛି ଅଛି ବୋଲି ମୁଁ କାହିଁ ଜାଣିପାରୁନି। ସବୁ ଠିକ ଠାକ ଚାଲିଛି। ଏମିତି କିଛି ଖଳ ପ୍ରକୃତିର ଲୋକ ଏମିତି ଇଏ ଖଳ ପ୍ରକୃତି କଣ ପାଇଁ ମାନେ ସେ ଯୋଉଟା ଠିକ ରୂପରେ ଜାଣି ପାରୁନାହାନ୍ତି, ଯୋଉମାନେ କିଛି ଚିଠି ପତ୍ର ଯୋଉଗୁଡା ଆସୁଛି ସେଗୁଡା ଠିକ ରୂପରେ ଜାଣି ପାରୁନାହାନ୍ତି, ଯାହା ଦ୍ଵାରା ଏମିତି ସବୁ ଟିକେ ଟିକେ ଇଏ ହଉଛି। ଏଇଗୁଡା କିଛି କାମ ଦବନି। ଏଗୁଡା ଯାହା ଜଟଣୀର ବିକାଶ ଦିଗରେ କୌଣସି ଇଏ ହବନି। ଜଟଣୀର ନିଶ୍ଚିତ ବିକାଶ ହବ। ଯେଉଁ ଦଳ ଥାଉ ନା କାହିଁକି ଆମେ ସବୁ ଦଳ ସାଥିରେ ରହିକି ବିକାଶ ପଥରେ ଆଗେଇ ଚାଲିବୁ। ଆମର ଏମପି, ଏମଏଲଏ ଆଉ ଚେୟାରମ୍ୟାନ ଆମର ସମସ୍ତେ ଏକଜୁଟ ହେଇଛନ୍ତି ଯେ ବିକାଶର କୌଣସି ଦଳ ନାହିଁ। ତେଣୁକରି ସବୁ ଯୋଉ ଦଳ ଆସିବେ ଆମେ ସ୍ୱାଗତ କାମ କରିବା ପାଇଁ, ଆମର କିଛି ସେ ବିଷୟରେ ଇଏ ନାହିଁ। ସମସ୍ତେ ଏକାଠି ରହିକି ଆମେ କାମ କରିବୁ।